ପ୍ରତିବନ୍ଧକରୁ ହିଁ ପ୍ରତିଭା ବିକଶିତ ହୁଏ। ଯେତେବେଳ ପର୍ଯ୍ୟନ୍ତ ଆପଣ ଅସୁବିଧାର ସମ୍ମୁଖୀନ ନ ହେବେ ଆପଣଙ୍କୁ ନିଜ ଗୁଣ ଓ କାର୍ଯ୍ୟଦକ୍ଷତାର ବୋଧ ହେବ ନାହିଁ। ବିପଦ ସମୟରେ ନିଜର ସୁଗୁଣ ଏବଂ ସୁବୁଦ୍ଧିର ପରିଚୟ ମିଳିଥାଏ। ଏହି ପ୍ରକାର ପ୍ରତିବନ୍ଧକ ଦେଖାଗଲେ ହିଁ ଆପଣଙ୍କ ଭିତରେ ପ୍ରତିଭା ବିକଶିତ ହୁଏ। ତେଣୁ ଏପରି ସ୍ଥିତିରେ ନିଜ ଦକ୍ଷତାର ପରିଚୟ ଦିଅନ୍ତୁ ଓ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରନ୍ତୁ। ନିଜର ଆକଳନ କରନ୍ତୁ। ଯିଏ ସଚେତନ ସିଏ ନିଜର କ୍ଷମତା ଠାରୁ ଅଧିକ କାମ କରିବାକୁ ନିଷ୍ପତ୍ତି ନିଏ ନାହିଁ। ଯଦି ଆପଣ ବତକ ନୁହନ୍ତି ଆପଣ ପାଣି ଉପରେ ଚାଲିବାକୁ କାହିଁକି ଭାବୁଛନ୍ତି? ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରେମ ସୁଦୃଢ଼ ହେବା ଆବଶ୍ୟକ। ନିଜ ମଧ୍ୟରେ କୌଣସି ଗୋପନୀୟତା ରଖିବା ଉଚିତ ନୁହେଁ। ମୋ ଘର ମୋ ବନ୍ଧୁ ନ କହି ଆମ ଘର ଆମ ବନ୍ଧୁ ବାନ୍ଧବ କହିବା ଆବଶ୍ୟକ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କର ବଳୟ ଭିତରକୁ ଅନ୍ୟମାନେ ପ୍ରବେଶ କରିବା ଠିକ ନୁହେଁ। ପତ୍ନୀର ଭରସା ଓ ପତିର ବିଶ୍ୱାସ ଉପରେ ଦାମ୍ପତ୍ୟ ଜୀବନର ମୂଳ ସୁଦୃଢ଼ ହୋଇଥାଏ। ଏହି କାହାକୁ ବ୍ୟକ୍ତିଗତ ଚରିତ୍ର ପ୍ରତି ଆକ୍ଷେପ କରିବା ଠିକ ନୁହେଁ। ହାତରେ ହାତ ମିଶାଇ କାମ କରିବା ଏବଂ ପାଦରେ ପାଦ ମିଶାଇ ଚାଲିବା ଦରକାର। ଅର୍ଥକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହେବା ଅନୁଚିତ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହସ ଖୁସି ମିଠା କଥା ପ୍ରେମାଳାପ ଜାରି ରହିବା ଉଚିତ। ଏହି କାହା ଉପରେ କଟୁ ମନ୍ତବ୍ୟ ଦେବା ଉଚିତ ନୁହେଁ। ସୁଖମୟ ଦାମ୍ପତ୍ୟର ମୂଳମନ୍ତ୍ର ହେଉଛି ବିଶ୍ୱାସ। ଉଭୟଙ୍କର ସକାରାତ୍ମକ ଦୃଷ୍ଟିକୋଣ ରହିବା ଉଚିତ। ଯାହାର ବିଚାର ଅଦାଲତ କରିପାରେ ନାହିଁ ତାର ବିଚାର ସମୟ କରିଦିଏ। ଆଉ ସମୟ ଯେତେବେଳେ ବିଚାର କରେ ନା ସେତେବେଳେ ସାକ୍ଷୀ ପ୍ରମାଣ ଆବଶ୍ୟକ ପଡ଼େ ନାହିଁ। ଲୋକଙ୍କ କାମ ହେଲା କହିବା। ଆପଣ ବସିଥିଲେ କହିବେ ବସିଛି ପରା। ଚାଲିଲେ କହିବେ ହେଇ ଚାଲୁଛି। ଠିଆ ହେଲେ କହିବେ ସେ ସେଠି କାହିଁକି ଠିଆ ହେଇଛି। ଶୁଣିଲେ କହିବେ ସେ କାହିଁକି ଶୁଣିଲା। ଏବଂ କହିବା ଆରମ୍ଭ କଲେ କହିବେ ଜବାବ ଦେଲା। ଏମିତି ଏ ଚକ୍ରବ୍ୟୁହରେ ଫସି ରହି ଚାଲିବାକୁ ପଡ଼ିବ। ଷଡ଼ଯନ୍ତ୍ରକାରୀ ଖଳ ପ୍ରକୃତିର ଲୋକ କଥା ହଜମ କରି ନ ପାରି କେବଳ ମିଛ ମଞ୍ଜି ବୁଣିବାରେ ବ୍ୟସ୍ତ ଥାନ୍ତି। ବିଶ୍ୱାସ କରନ୍ତୁ ବା ନ କରନ୍ତୁ ଦାୟିତ୍ୱ ସମସ୍ତଙ୍କୁ ବଡ଼ କରିଦିଏ। ଅପକର୍ମ ଦୂର କରେ ଏବଂ ଜୀବନ ଯାପନର ସୂତ୍ର ଶିଖାଏ। ପର୍ବପର୍ବାଣୀରେ ଦୀର୍ଘ ସମୟ ଧରି ବାହାରେ ରହିବାର ସମସ୍ତଙ୍କୁ ଫେରିବା ଅନୁପ୍ରାଣିତ କରେ। ସାମାଜିକ ବା ସାଂସ୍କୃତିକ ଉତ୍ସବରେ ଯେତେବେଳେ ପ୍ରିୟ ପରିଜନମାନେ ଏକତ୍ରିତ ହୁଅନ୍ତି ଖୁବ୍ ଜମାଣିଆ ଲାଗେ। ଠାରୁ ଦୂରରେ ରହିବାର ଯନ୍ତ୍ରଣା କ'ଣ ମୋ ଭଳି ଉଚ୍ଚ ପ୍ରବାସୀ ହିଁ ବୁଝିପାରେ। ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇଯାଏ। ତେଣୁ କୌଣସି କଥାର ସତ୍ୟତା ନ ଜାଣି ସନ୍ଦେହ କିମ୍ବା ଅବିଶ୍ୱାସ କରିବା ଠିକ ନୁହେଁ। ମୋର ଯଦି କିଛି ଭୁଲ ହୁଏ ଅନ୍ୟ କାହା ପାଖରେ କ୍ରିଟିସାଇଜ ନ କରି ମୋତେ କୁହନ୍ତୁ, କାରଣ ତାହା ଠିକ ମୁଁ ହିଁ କରିପାରିବି, ଅନ୍ୟ କେହି ନୁହେଁ। ନିର୍ଧନ ଏବଂ ସଂକଟାପନ୍ନ ମଣିଷ ହାତୀ ସିଂହ ଆଦିଙ୍କ ସହ ଜଙ୍ଗଲରେ ଯାଇ ରହୁ। ଗଛର ଛାଲି ପିନ୍ଧୁ। ଗଛ ଉପରେ ଶାଖା ପ୍ରଶାଖାରେ ଘର କରି ରହୁ। ଜଙ୍ଗଲର ଫଳ ଫୁଲ ଖାଇ ବଞ୍ଚୁ। କୌଣସି ସମ୍ପର୍କୀୟ ବନ୍ଧୁ ବାନ୍ଧବ ତଥା ସାଙ୍ଗସାଥୀଙ୍କ ପାଖରେ ଯାଇ ନ ରହୁ। ମାନଙ୍କର ଶରଣ ନ ପଶୁ। ସମ୍ପର୍କୀୟ ବନ୍ଧୁ ବାନ୍ଧବ ମାନଙ୍କକୁ ଅଭାବ ଅସୁବିଧା ଦୁଃଖ କଷ୍ଟରେ ଗଲେ ଅଧିକ ଦୁଃଖ ଯନ୍ତ୍ରଣା ମିଳିଥାଏ। ତାହା ସହ୍ୟ କରିବା ସ୍ୱାଭିମାନୀ ବ୍ୟକ୍ତି ପାଇଁ କଷ୍ଟକର ବ୍ୟାପାର। କାହାଠାରୁ କ'ଣ ଆଶା କରାଯାଏ? ମହତ ଲୋକଠାରୁ ସୁଶୀଳତା ଓ ବିନମ୍ରତା, ସମ୍ମାନସ୍ପଦ ଲୋକଠାରୁ ମଧୁର ବଚନ, ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ, ଜୁଆଡ଼ି ମାନଙ୍କ ଠାରୁ ମିଥ୍ୟା ଓ କପଟତା ଠାରୁ କୃତ୍ରିମ ବ୍ୟବହାର, ପଣ୍ଡିତଙ୍କ ଠାରୁ
ନିରହଙ୍କାରିତା ଈଶ୍ୱରଙ୍କ କୃପାରୁ ଧନ ଯଶ ଐଶ୍ୱର୍ଯ୍ୟ ପ୍ରସନ୍ନତାରୁ ଗୁଣବତୀ ଭାର୍ଯ୍ୟା ଓ ଗୁଣବାନ ପୁତ୍ର ଓ ନିଜର ଦକ୍ଷତା ଓ କର୍ମ କୁଶଳତାରୁ ସଫଳତା ଠାରୁ ଉତ୍ତମ ବ୍ୟବହାର ଏବଂ ତାର ଠାରୁ ସେବା ଆଶା କରାଯାଏ।